କାହାକୁ ନ କହିବି ପଛକେ, ତମ ବଡ ଦେଉଳ ତମ ଘର ଆଡେ ଯିବିନି ପଛକେ, ଆଜି ସୁଯୋଗ ମିଳିଛି ଭଗବାନଙ୍କୁ ବାହା ହେଇ ପଡିବି। ବୋଲିଏ ଜଗତର ନାଥ ଜଗନ୍ନାଥ ଭଗବାନ କି। ମୋର ମା ମାନେ ବାପା ମାନେ ରାତାରାତି ଜଗନ୍ନାଥଙ୍କର ଆଉ ରାଇର ବାହାଘର ହେଲା। ପ୍ରଭୁ ଶୀଘ୍ର ଶୀଘ୍ର ସବୁ ବନ୍ଦୋବସ୍ତ କରିଦେଲେ। ପାଦରେ ଅଳତା ଲଗେଇଛନ୍ତି, ମୁଣ୍ଡରେ ମୁକୁଟ ଭିଡିଛନ୍ତି, ରାଇକି ବାହା ହେଇ ପଡିଲେ। କହିଲେ ରାଇ ତୁ ରହ, ତୁ ଆମ ଘର ଆଡେ ଯିବୁନୁ, ସକାଳ ପାଇଲେଣି ମୁଁ ଯାଉଛି, ବଡ ପଣ୍ଡା ପଳେଇ ଆସିବ, ମନ୍ଦିର ଖୋଲା ହେଇଯିବ, ମୁଁ ଧରା ପଡିଯିବି। ଲକ୍ଷ୍ମୀ ମା ଆଜ୍ଞା ଟିକେ ରାତି ଭୋରୁ ଉଠନ୍ତୁ। ଯୋଉ ମା ମାନଙ୍କ କାନ୍ଧରେ ସବୁ ଲକ୍ଷ୍ମୀ ଥିବ, ଯୋଉ ଲୋକମାନଙ୍କର କାନ୍ଧରେ ସବୁ ପୁରୁଷ ପୁଅ କାନ୍ଧରେ ଲକ୍ଷ୍ମୀ ଥିବ, ସେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠିବେ। କେତେବେଳେ ଉଠୁଛ ଦେଖିବାକୁ କହିଲ? ଆଉ ଉଠୁନ କେହି? ଆଉ କେହି ଉଠୁନ? ଆରେ ଆଉ କେହି ଉଠୁନ? ଆଉ କଣ ପ୍ରବଚନ ଶୁଣିବାକୁ? 10 ବର୍ଷ ହେଲା ପ୍ରବଚନ ଶୁଣୁଛୁ। କେତେ ଜଣ ଆଜି ନିର୍ମାଲ୍ୟ ପାଇଛ ଟିକେ ହାତ ଦେଖିଲ? ଏଇ 20 ଜଣ। କୁଆଡେ ଗଲା? ଏ କାନରେ ଭର୍ତ୍ତି କରୁଛ, ସେ କାନରେ କାଢୁଛ। କେତେ ଜଣ ସୂର୍ଯ୍ୟ ନମସ୍କାର କରିଛ? କେତେ ଜଣ ତୁଳସୀରେ ପାଣି ଦେଇଛ? କେତେ ଜଣ ଆପଣ ନିର୍ମାଲ୍ୟ ଖାଇଛ ପାଇଛ? ଭାଗବତ କେତେ ଜଣ ପଢିଛ ସନ୍ଧ୍ୟା ବେଳେ? କାଲି ପୁରା ବୁଝେଇକି ଯାଇଥିଲି, ଏଇତକ କର। ଯଦି ଆଜି କରିନ, କାଲିଠୁ ଘରେ ଗଲେ କରିବ, ଠାକୁର ଘରେ ବସିକି। ଗୋଟିଏ ଅଧ୍ୟାୟ 365 ଅଧ୍ୟାୟ 365 ଦିନରେ ସରିବ। ଯାହା ଘରେ ଜଗନ୍ନାଥଙ୍କ କଥା ଆଲୋଚନା ହବ, ସବୁଦିନ ଜଗନ୍ନାଥଙ୍କ କଥା ପଢା ହବ, ତା ଘରକୁ ଲକ୍ଷ୍ମୀ ସବୁଦିନ ଯିବା ଆସିବା କରିବ। କାଲି କହୁ କହୁ ଆଜିକି ଭୁଲି ଗଲେଣି ମୋର ମା ମାନେ। ଆଉ ମୁଁ ତ ଗଲେ ହେରି ପୁରା ଭୁଲିଯିବ। ନାଇଁ, ଯୋଉଟା ଶୁଣିକି ଯାଉଛ ଟିକେ କାମରେ ଲଗେଇବା ଦରକାର। ଥରେ କାମରେ ଲଗେଇକି ଦେଖ, ଯଦି କିଛି ଉପକାର ନ ହବ ତାହେଲେ କରିବନି। ଯଦି କିଛି ଆପଣଙ୍କର କ୍ଷତି ହବ ତାହେଲେ କରିବନି, ଯଦି ଉପକାର ହବ କରିବ। ଜଗନ୍ନାଥଙ୍କର ବାହାଘର ସରିଗଲା, ଲକ୍ଷ୍ମୀ ଆଜ୍ଞା ଭୋରୁ ଉଠିଛନ୍ତି। ଲକ୍ଷ୍ମୀ ଭୋରୁ ଉଠିଛନ୍ତି। ଜଗନ୍ନାଥ ମହାପ୍ରଭୁ ବଡ ଠାକୁର କହିଲେ, ହରେ କାହ୍ନା, ଏଟା ଗୋଟେ ବାହା ହେଇକି ଆଣିଛୁ ଲୁଣିଆର ଝିଅଟା। ଆରେ ଲକ୍ଷ୍ମୀ କାହା ଝିଅ? ସମୁଦ୍ର ପାଣି କଣ ଖାଇବାକୁ? ଲୁଣିଆ। ବଡ ଠାକୁର କହିଲେ ଗୋଟେ ବାହା ହେଇକି ଆଣିଛୁ ଲୁଣିଆର ଝିଅଟା, ଦେଖିବାକୁ ଟେରିଟା। ଆରେ ଯାଇକି ଚଣ୍ଡାଳୁଣୀ ଘରେ ବୁଲୁଛି। ବାହାର କରେ, ବାହାର କରେ, ତାକୁ ଦେଉଳରୁ ବାହାର କରେ, ନହେଲେ ଆମେ ଦି ଭାଇ ଭିନେ ହବା। ଲକ୍ଷ୍ମୀ ସାନ୍ତାଣୀ କହିଲେ, ସ୍ୱାମୀ ତାହେଲେ ମୁଁ ଟେରି ନା? ନା ହଁ। ନା ମୋ ବାପା ଲୁଣିଆ ବର୍ଜନ କରୁଛି? ନା ହଁ। ନା ଏଇ ତମ ସୁନା ରୂପା କାନ ଫୁଲ ନାକ ଫୁଲ ସବୁ ନିଅ, ମୁଁ ଯାଉଛି। ଯୋଉଦିନ ଏଇ ଚଣ୍ଡାଳୁଣୀ ତମକୁ ଖାଇବାକୁ ଦବ, ଆଜି ମତେ ଯୋଉ ଚଣ୍ଡାଳୁଣୀ କହିକି ଘରୁ ତଡି ଦେଇଛ, ଯୋଉଦିନ ଏଇ ଚଣ୍ଡାଳୁଣୀ ତମକୁ ଖାଇବାକୁ ଦବ, ସେଇଦିନ ତମେ ଦି ଭାଇ ଯାକ ଖାଇବାକୁ ପାଇବ। ତେଣୁ ନିବେଦନ କରି ମୋ ବାପା ମାନଙ୍କୁ, ଭାଇ ମାନଙ୍କୁ, ଘରେ କେତେବେଳେ ଝିଅ ହୁଅନ୍ତୁ, ମା ହୁଅନ୍ତୁ, ସ୍ତ୍ରୀ ହୁଅନ୍ତୁ, ଘରେ କେତେବେଳେ ନାରୀ ମାନଙ୍କ ଆଖିରୁ ଲୁହ ବୁହାଇବାକୁ ଦେବେନି। ଯଦି ଆପଣଙ୍କ ଘରେ ନାରୀ କାନ୍ଦିବ, ତାହେଲେ ଘରେ ଆଜ୍ଞା ଲକ୍ଷ୍ମୀ ରହିବେନି। ଯେତେ ରୋଜଗାର କରିବେ ଅଣ୍ଟିବନି। ଲେଖିକି ରଖ। ଜଗନ୍ନାଥ ଦାସ, ବଳରାମ ଦାସ ଆଜ୍ଞା ଲେଖିଲେ ଲକ୍ଷ୍ମୀ ପୁରାଣରେ। ପଦୁ ଟିକେ ଗାଇବି ମାନେ? ଗାଇବି ନା ରାଗୁଛ? ହୁଳହୁଳି ଟିକେ ଦିଅ। ହେଲା, ମୁହିଁ ଚଣ୍ଡାଳୁଣୀ ଯେବେ ଟେକି ଦେବି
মনহি করিব প্রভু কালিয় গঞ্জন। হরি বল হরি বল হরি বল হরি বল। মহি চন্ডালুনি যেবে দেখি দেবী অন্ন মনহি করিব প্রভু কালিয় গঞ্জন। মুহি চন্ডালুনি যেবে দেখি দেবী অন্ন মনহি করিব প্রভু কালিয় গঞ্জন। মানে বাপা মানে ଦି ଭାଇ ଯାକ 12 ବର୍ଷ ବୁଲିଲେ ଶେଷକୁ ଯାଇକି ଗୋଟେ ଚଣ୍ଡାଳୁନି ଘୋଡେ ଖାଇ ବସିଛନ୍ତି। ବଡ ଠାକୁର କହିଲେ ହରେ କନେଇ ଏ କାକର ପିଲା ତ ଆମ ଲକ୍ଷ୍ମୀ ରାନ୍ଧିଲା ଭଳିଆ ଲାଗୁଛି। ନା ଭାଇ ନା ଲାଗୁଛି କଣ ଲକ୍ଷ୍ମୀ ପୁରା ରାନ୍ଧିକି ଦଉଛି ନା କଣ କହୁଛୁ ମ? ଏ ପୁଅ 12 ବର୍ଷରେ ହାଲୁଆ ଟାଇଟ ହେଇଗଲାଣି ଆମେ ଖାଇଲା ବାଲା। ଯା ତୋ ସ୍ତ୍ରୀ କି ବୁଝାବୁଝି କରିକି ଆଣେ ଘରକୁ ପଳେଇବା। ସେଇଠି ଲକ୍ଷ୍ମୀ ସାନ୍ତାଣୀ ପ୍ରଭୁଙ୍କୁ କହିଲେ ପ୍ରଭୁ ମୁଁ ଯିବି ଯେ ମୋର ଗୋଟେ କଣ୍ଡିସନ ଅଛି ନହେଲେ ଯିବିନି ତମ ଘରକୁ। ନା କଣ? ନା ପ୍ରଭୁ ତମେ ତ ହାର ମାନିଲ କିନ୍ତୁ ଗୋଟିଏ କଥା ଶୁଣ ଚଣ୍ଡାଳୁ ବ୍ରାହ୍ମଣ ଯାଏ ଛଡା ଛଡି ହେବେ। ହରିବୋଲ 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 ହରିବୋଲ। ଖାଇ ସାରି ନିଜ ହାତ ମୁଣ୍ଡେ ବୋଳୁଥିବେ ଚଣ୍ଡାଳୁ ବ୍ରାହ୍ମଣ ଯାଏ ଛଡା ଛଡି ହେବେ। ଖାଇ ସାରି ନିଜ ହାତ ମୁଣ୍ଡେ ବୋଳୁଥିବେ। ନା ପ୍ରଭୁ ମୁଁ ଯିବି ସତ କିନ୍ତୁ ଆପଣ ମୋ ଆଗରେ ସତ୍ୟ କରନ୍ତୁ। ନା କଣ? ନା ଆପଣଙ୍କ ମନ୍ଦିରରେ ଆଜିଠୁ ଆଉ ଛୁଆଁ ଛୁତି ରହିବନି। ଇଏ ଚଣ୍ଡାଳ ଇଏ ବ୍ରାହ୍ମଣ ଇଏ ଭାଇ ବୋହୂ ଇଏ ଦେଢୁସୁର ଇଏ ମଳାସୁର ଇଏ ମାମୁ ଶ୍ୱଶୁର ତମ ମନ୍ଦିରରେ କିଛି ରହିବନି। ମୋ ମା ମାନେ ଦେଢୁସୁର ଭାଇ ବୋହୂ ଯଦି ଏକମାତ୍ର ଜାଗା ହଉଛି ଆନନ୍ଦ ବଜାର ଯୋଉଠି ଭାଇ ବୋହୂ ଓଢଣା ନଦେଲେ ଚଳିବ, ଯୋଉଠି ଭଣଜା ବୋହୂ ମୁଣ୍ଡରେ ଓଢଣା ନଦେଲେ ଚଳିବ। ସେଇଥିପାଇଁ ଆମ ଓଡିଆରେ ଗୋଟେ କଥା ଅଛି ଦେଢୁସୁରକୁ ଆଡ ଛାଡେ ମଳାସୁରକୁ ଦିଗ ଛାଡେ। ଗୋଟେ ବୋହୂ ପିଲାଟିଏ ଦେଢୁସୁରକୁ ଦେଖିଲେ ମୁଣ୍ଡରେ ଲୁଗା ଦିଏ ଆଉ ମାମୁ ଶ୍ୱଶୁରକୁ ଦେଖିଲେ ଲୁଚିକି ରହେ। ଆଜିକାଲି କହି କୋଉ ମାନୁଛନ୍ତି ରାଗିବନି ମୋ ଉପରେ ମୁଁ ତମ ପଟିଆ ଭାଇ ମାନେ ଆଉ ଟିକେ ଆଗକୁ ଆସୁନ ହରି ମା ମାନେ ବସି ପାରୁନାହାନ୍ତି ଜାଗା ହବନି ଏଇ 2-3 ଦିନ ଆହୁରି ଜାଗା ଦରକାର। ଆସ ହରି ଟିକେ ଆଉ ଟିକେ ଆଗକୁ ଆସ ମୋ ଭାଇ ପୁରା ପଳେଇ ଆସ ଟିକେ ମା ମାନେ ହଇରାଣ ହଉଛନ୍ତି। ଆସରି ମା ମାନେ ଆଉ ଟିକେ ଆଗକୁ ଆସ ଆଉ ଟିକେ ଆଗକୁ ପଳେଇ ଆସ। କହିଲା ମୁହିଁ ଚଣ୍ଡାଳୁଣି ଦେବେ ଟେକି ଦେବି ଅନ୍ନ। ହରିବୋଲ 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 ହରିବୋଲ। ମନହି କରିବ ପ୍ରଭୁ କାଳିୟ ଗଞ୍ଜନ। ଚଣ୍ଡାଳୁ ବ୍ରାହ୍ମଣ ଯାଇ ଛଡା ଛଡି ହେବେ। ଖାଇ ସାରି ନିଜ ହାତ ମୁଣ୍ଡେ ବୋଳୁଥିବେ। ନା ପ୍ରଭୁ ସତ୍ୟ କରନ୍ତୁ ଆଜିଠୁ ଆପଣଙ୍କ ମନ୍ଦିରରେ ଚଣ୍ଡାଳ ବ୍ରାହ୍ମଣ କିଛି ଛୁଆଛୁତି ରହିବ ନାହିଁ। ବ୍ରାହ୍ମଣ ମାନେ ମାଗିକି ଖାଇବେ। ଯଦି ଏଥିରେ ହଁ ମା ମାନେ ବ୍ରାହ୍ମଣ ମାନେ ଆପଣ ମାନଙ୍କୁ ମାଗିକି ଖାଉନାହାନ୍ତି? ଆରେ ମାଗୁଛନ୍ତି ନା ନାଇଁ ବଡ ଦେଉଳରେ ଆନନ୍ଦ ବଜାରରେ କଣ କହୁଛନ୍ତି? ମା ଦିଅ ମୋ ଯୋଡେ ଅଭଡା କହୁଛନ୍ତି ନା ନାଇଁ? ତମେ ଯଦି ଅଭଡା ପାଉଥିବ ତମ ସାଙ୍ଗରେ କିଏ ଜଣେ ଆସିକି ପାଇଦେଲା ତାହେଲେ ଅଭଡା କେତେବେଳେ ଅଇଁଠା ହବନି। ମୁଁ କହିବି ମହାପ୍ରସାଦକୁ ଗଲାବେଳେ ମୁଁ ଖାଲି ଟିକେ ଚୁମ୍ବକରେ ଛୁଆଇ ଦେଇ ଯାଉଛି, ଯେତେବେଳେ ଯିବା ମହାପ୍ରସାଦ ପାଖକୁ ମୁଁ ଆପଣଙ୍କୁ କହିବି। କାଲି ରଖିଛି ସେ ପ୍ରସଙ୍ଗ।
कहला मुही चंडालुणी देवे टेकी देवी अर्ण मणहि करिब तेबे कालिय गंजन। प्रभु चंडाल ब्राह्मण जाए छड़ा छड़ी हेबे प्रसाद पाइण सबु मुंडे बोलुथिबे। महाप्रसाद पाइले आमे जाके हाथ धोई दउचे किंतु महाप्रसाद सेवन कर सारा परे हाथ धोइबार नियम नहीं। कहिबी काली प्रथम दिन आपन को कहितली महाप्रसाद जो माने पादरे कुदी के आछंदी भूली जाई तो मु मन रखिछि कोन कहितली समस्ते आनंद बाजार को जाइछ टिके हाथ रे किलो हां समस्ते महाप्रसाद सेवन करछटी मु अभड़ा आनी तुमको देबी कहबी पादरे कुदिब हां कि नहीं मु कहबी तुम समस्ते चकटी के आइछ समस्ते पादरे कुदी के आछो जो कुदी के आछो ना नहीं अरे आनंद बाजार रे कुदी के आछो ना नहीं तमे कहबो मनोज भाई कोन हम गोडुटा को हम काटी देबू आ नबु कुआडे गोड़ मो मां माने आजी कहिबिनी जो माने महाप्रसाद कुदी के आसीच तांको घरे बड़ मुंडर आयुष्य कमिबो महापातक दोष लागिबो स्कंद पुराण प्रमाण देला। आसंता काली बहु संख्या आसीबे जो जो माने महाप्रसाद कुदीच पादरे काली 7टा नियम कहि कि जीवी काहे कि ता नाम महाप्रसाद बोलिए जगतर नाथ जगन्नाथ भगवान की आज कहि कि जीवी मो मां माने देखि कहिलो जो नारी सिंदूर पिंधे ताकू को नारी कहंदी माने गुटी को झियो कहू तम पाटिकार रखी जो नारी सिंदूर पिंधे ताकू को नारी कहंदी सधवा जो नारी सिंदूर पिंधेनी ताकू को नारी कहंदी विधवा जदि सिंदूर पिंधिले सधवा सिंदूर न पिंधिले विधवा ताहले मो मां माने प्रतिदिन जो बाथरूम को साबुन शाम्पू नै कि जाउचो गाधेई बापू जते बेले मुंड छड़ौचो पोखरी रे नई रे बाथरूम रे तम मुंडरू सब सिंदूर लिभुची ना नहीं कह ताले सही तक समय गोटे नारी सधवा हला ना विधवा हला बोलिए जगतर नाथ जगन्नाथ भगवान की जय। हम बुझी पाइलो ना बुझी पाइलो ना बुझी पाइलो ना हैं बुझी पाइलो ना नले आपे आपे हुलुड़ी आई थांदा बुझी पाइलो नहीं। अरे गोटे जो नारी सिंदूर पिंधे ताकू को नारी कहंदी को नारी सधवा नारी जो नारी सिंदूर पिंधेनी ताकू को नारी कहंदी विधवा नारी अर्थात तार स्वामी नाही। ताहले मो मां माने जदि सिंदूर पिंधिले सधवा सिंदूर न पिंधिले विधवा ताले जतले मुंड छड़े की गाधौच तम मुंडरू सिंदूर लिभुची ना नहीं हां कि नहीं ताले सही तक समय गोटे नारी सधवा हला ना विधवा हला दियो टिके हुलहुली दियो हरि बोलो दियो करताली भूलिए जगतर नाथ जगन्नाथ भगवान की जणे के उठी की जीवन जणे के उठी की जीवन जी उठी की जीव सबु तक पाप मुंडे की सही हो जणे के उठिबनी सरीबो जीव दियो हरि बोलो हुलहुली आसु भूलिए जगतर नाथ जगन्नाथ भगवान की जय। आसो आसो प्रियतमा पीरती रे पोसा खेलिबा आसो आसो प्रियतमा पीरती रे पोसा खेलिबा सबरु प्रियतमा पीरती रे पोसा खेलिबा पंचमता न पड़िले पंचमता न पड़िले पंचमता न पड़िले पोसा काठी गहड़ाइबा पीरती रे पोसा खेलिबा आसमर प्रियतमा पीरती रे पोसा खेलिबा आस आस प्रिय
প্রিয়তমা বিরতিরে পশা খেলিবা আস আস প্রিয়তমা বিরতিরে পশা খেলিবা ভাই মানে বাপা মানে জগন্নাথ আজ্ঞା ରାଇକି ବାହାଇ ପଡିଲେ ସକାଳୁ ସକାଳୁ ଲକ୍ଷ୍ମୀ ଆଜ୍ଞା ଉଠିକିରି ବଡ ଦେଉଳର କାମ ସବୁ କରୁଛନ୍ତି। ରାଇ ଲକ୍ଷ୍ମୀ ସାନ୍ତାଣୀ ଉଠିକି ସବୁ ବଡ ଦେଉଳର କାମ କରୁଛନ୍ତି। ଜଗନ୍ନାଥ ମହାପ୍ରଭୁ ଯେତେବେଳେ ସିଆଡୁ ପଳେଇ ଆଇଲେ ଗୋଡରେ ଅଳତା ଲାଗିଛି, ମୁଣ୍ଡରେ ବକୁଟ ଲାଗିଛି। ଲକ୍ଷ୍ମୀ ଦେଖିଦେଲେ କହିଲେ କିଅ କୁଆଡେ ଯାଇଥିଲ କି? କଣ ବାହା ହେଇଛ ନା? ନାଇଁ ନ ଲକ୍ଷ୍ମୀ ତତେ ତ ବାହା ହେଇଛି, ଆଉ କଣ ବାହା ହେବି? ନା ଇଏ କଣ ବେଶ? ନା କାଲି ରାତିରେ ଇନ୍ଦ୍ର ବାହା ହଉଥିଲା, ଇନ୍ଦ୍ର ବାହାଘରରେ ମୁଁ ମାର୍କଣ୍ଡିଆ ହେଇକି ଯାଇଥିଲି, ମୁଁ କାହିଁକି ବାହା ହେବି? ଲକ୍ଷ୍ମୀ କହିଲେ ହଁ ମାର୍କଣ୍ଡିଆ ହେଇକି ଯାଇଥିଲ ନା? ହଁ। ନା ତମକୁ କଣ ବିଶ୍ୱାସ ଅଛି? ତମେ ଯା। ଲକ୍ଷ୍ମୀ ଆଜ୍ଞା ସେ କଥା ଭୁଲିଗଲେ, ଜଗନ୍ନାଥ ବି ଆସ୍ତେ ଆସ୍ତେ ସେ କଥା ଭୁଲିଗଲେ। କିନ୍ତୁ ମନେ ରଖିଛି କିଏ? ରାଇ ମନେ ରଖିଛି। ରାଇ ଶବ୍ଦ କରିଛି ଜଗନ୍ନାଥ ପାଖରେ ଯେ ପ୍ରଭୁ ଆପଣ ମତେ ବାହା ହନ୍ତୁ, ମୁଁ କିନ୍ତୁ କୋଉଦିନ ଆପଣଙ୍କ ବଡ ଦେଉଳକୁ ଯିବିନି କି ମୁଁ କହିବିନି ଆପଣଙ୍କୁ ବାହା ହେଇଛି ବୋଲି। ମୋର ମା ମାନେ ବାପା ମାନେ ଏମିତି କେତେ ଦିନ ଚାଲିଗଲା। ବୁଢା ସେବାୟତ ଜଣକ ମରିବାକୁ କହିଲେ, ଗୋଟିଏ ଦିନ ଆଜ୍ଞା ନାରଦ ଆସିଛନ୍ତି ସ୍ୱର୍ଗପୁରରୁ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ। କହିଲେ ବଡ ଦେଉଳରେ ଆଇଛି ତ, ଯାଉଛି ଟିକେ ବଡ ପଣ୍ଡାଙ୍କ ଘର ଆଡେ ବୁଲି ଆସିବି। ନାରଦ ଆଜ୍ଞା ପହଞ୍ଚି ଗଲେ। ଶ୍ରୀମଦ ନାରାୟଣ 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 ଶ୍ରୀମନ୍ ନାରାୟଣ 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 ଶ୍ରୀମନ୍ ନାରାୟଣ 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 श्रीमन् नारायण 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 जय जय 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 नारायण 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 श्रीमन् नारायण 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 श्रीमन् नारायण 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 जय जय नारायण 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 जय जय नारायण 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 श्रीमन् नारायण 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 श्रीमन् नारायण 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 श्रीमन् नारायण नारायण नारायण। କାଲି ମତେ ଭାରି କଲା ବେଳକୁ ଖୁସି ଲାଗିଲା। ଦି ଚାରି ଜଣ ଭାଇ କିଏ ସବୁ ମା ମାନଙ୍କୁ ପ୍ରସାଦ ବାଣ୍ଟୁଥିଲେ ଗେଟ ପାଖରେ, ଦେଖିକିରି ଗଲି, ଖୁସି ଲାଗିଲା। ଯାହା ହଉ ଭାରି ଆନନ୍ଦ ଲାଗିଲା। ସବୁ ପ୍ରସାଦ ଠୋଲାରେ ଦଉଥିଲେ ନାଇଁ କି? ସବୁ ପାଇଛଟି? ହଁ ଭାରି ଆନନ୍ଦ। ସୁଦାମ ଭାଇ ଖୁସି ହେଲି, ଭାରି ଖୁସି ଲାଗିଲା। ହଉ ଜଗନ୍ନାଥ ମହାପ୍ରଭୁ ଆଜି ରଥ ଶର୍ମା ଆଜ୍ଞା ଫୋନ କରିଥିଲେ, କହିଲେ ଆରେ କେମିତି କଣ ଚାଲିଛି? ବୋଲେ ଆଜ୍ଞା ଆପଣଙ୍କ ଆଶୀର୍ବାଦ ଯାହା ଯେମିତି ସବୁ ମା ମାନେ ଆଉଛନ୍ତି, ଆଉ ବାପା ମାନେ ଗୁରୁଜନ ମାନେ ସବୁ ଆସୁଛନ୍ତି। ନା ରେ ଆଜି ଟିକେ ରାଇ ଦାମୋଦର ବେଶ କଥା କହିବୁ ଜଗନ୍ନାଥଙ୍କର, ଆଉ ବାଳ ଭୋଗ କଥା କହିବୁ। କହିଲେ ହଁ ଆଜ୍ଞା ଆଜ୍ଞା। ମୋର ପରମ ପୂଜ୍ୟ ଗୁରୁଦେବ ପଣ୍ଡିତ ସୂର୍ଯ୍ୟ ନାରାୟଣ ରଥ ଶର୍ମାଙ୍କ ପେଟି ହରିବୋଲ ଘୋଡ ଓଡିଆ ଆସେ କରତାଳି ଆସେ। ମୋ ଭାଇ ମାନେ ବାପା ମାନେ ଜଗନ୍ନାଥ ଭୁଲିଗଲେ, ମନେ ରଖିଛି ରାଇ। ନାରଦ ଆସିକି ପହଞ୍ଚିଲେ, କହିଲେ ଯାଉଛି ଜଗନ୍ନାଥଙ୍କ ପାଖକୁ ତ ଯିବି, ବଡ ପଣ୍ଡା ଘର ଆଡେ ଟିକେ ବୁଲିକି ପଳେଇ ଆସିବେ। ଗଲା ବେଳକୁ ଆଜ୍ଞା ବଡ ପଣ୍ଡା ଝିଅ ହାତରେ ଶଙ୍ଖା, ଚୁଡ଼ି, ମୁଣ୍ଡରେ ସିନ୍ଦୁର। ବାହା ହେଇଛି ନା? କାହାକୁ ବାହା ହେଇଛି? ଜଗନ୍ନାଥଙ୍କୁ ବାହା ହେଇଛି। ସଜେଇ ହେଇକି ବଇଛି।
ନାରଦ କହିଲେ ହଇଓ ବଡ ପଣ୍ଡାଏ ଭାରି ଭଲ ତମେ ଆଉ ଏ ଝିଅ କୋଉଦିନ ବାହାଘର କଲ ବୁଝିବନି ଏ ମନେକର ଏ ବର୍ଷ ମୁଁ ଆଇଛି ସୁଦାମ ଭାଇ ତାଙ୍କ ପୁଅ ବାହାଘର କରିନାହାନ୍ତି ଧର ମୁଁ ପାଖାପାଖି କୋଉଠି ଆଇଥିଲି ସୁଦାମ ବାବୁଙ୍କ ସାଙ୍ଗରେ ସମ୍ପର୍କ ଧର ପଳେଇ ଆଇଲି ଘରକୁ ଧର ସୁଦାମ ବାବୁ ତାଙ୍କ ପୁଅ ବାହାଘର କରିଦେଇଥିବେ ମୁଁ କହିବିନି ଏ ଭାଇ ପୁଅ ବାହା କଲ ମତେ ଡାକିଲନି କଥାଟା ଟିକେ ଶୁଣ ମୁଁ ଉଦାହରଣଟା କଣ ବି ଦଉଛି ନାରଦ ସେଇଆ କହିଲେ କିଏ ବଡ ପଣ୍ଡେ କୋଉଦିନ ଝିଅ ବାହାଘର କରିଛ ମତେ ଜଣେଇନ ମୁଁ ଆସିଥାନ୍ତି ଟିକେ ଆଶୀର୍ବାଦ କରିଥାନ୍ତି ଆଜ୍ଞା ବଡ ପଣ୍ଡା ଟିକେ ମୁହଁ ପୋତିକି ବସିଲେ କିଛି କହିଲେନି କହିଲେ ଇଏ କଣ କିଛି କହୁନାହାନ୍ତି ଯାଉ ଝିଅକୁ ପଚାରି ହେଲୋ ମା ତୁ ଶାଶୁ ଘର ବୋହୁ ହରିଗଲ 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 ନାଇଁ ହୁଳହୁଳି ତମ ଯଦି ଭଲ କି ଦିଅ ନହେଲେ ଦିଅନି ନାରଦ ପଚାରିଲେ କହିଲେ ହଲେ ଝିଅ ତୋ ଶାଶୁ ଘର କୋଉ ଗାଁ ବାହା ହେଇଛୁ ତୋ ଜୁଆଇଁ ଟିକେ ଇଙ୍କିଆ ଦେଖିବାକୁ ଆଜ୍ଞା ରାଇ କଣ କରିବ ବିଚରା ଜଗନ୍ନାଥ ମନା କରିଛନ୍ତି ମୁହଁ ପୋତିକି ରାଇ ବସିଲା ଆରେ ଇଏ ବାପ ଝିଅ ଦି ଜଣ ଯାକ କଣ କିଛି କହୁନାହାନ୍ତି କାଲ ମେ କୁଛ ଡାଲ ମେ କୁଛ କାଲା ହେ ଆଜ୍ଞା ନାରଦଙ୍କ କାମ ହେଲା କଣ କହିଲେ ଏ ଘର ଭାଙ୍ଗିବେ ସେ ଘର ଯୋଡିବେ ସେ ଘର ଭାଙ୍ଗିବେ ଏ ଘର ଯୋଡିବେ ଅର୍ଥାତ ଯାହାକୁ ପ୍ରଥମେ ନାରଦ ଦର୍ଶନ ଦିଅନ୍ତି ନାରଦ ଯାହାକୁ ଦର୍ଶନ ଦିଅନ୍ତି ତମେ ଜାଣିବ ଭଗବାନ ତା ପାଖକୁ ଦିନେ ଆସ ମୋର ମା ମାନେ ବାପା ମାନେ ନାରଦ ପଚାରିଲେ ହେ ବଡ ପଣ୍ଡେ କହୁନ କାହିଁକି ଝିଅକୁ କୋଉ ଗାଁ ବାହା କଲ ବଡ ପଣ୍ଡା କହିଲେ ଜୁଆଇଁ ନାହିଁ ଜୁଆଇଁ ନାହିଁ ନା କିଏ ପୁଅଟା କହୁନ ମୁଁ ଆଶୀର୍ବାଦ ଦେବି ରାଇକି ଆଜ୍ଞା ବାଧ୍ୟ କରିକି ନାରଦ ପଚାରିଲେ କହିଲେ ନାରଦ ରାଇ ଯଦି ତୁ ନ କହିବୁ ତାହେଲେ ମୁଁ ତତେ ବ୍ରହ୍ମ ଅଭିଶାପ ଦେବି ସେ ମାଙ୍କୁ ଟିକେ ଛାଡି ଜାଗା ହବନି ମୁଁ ପୁରା କହିଛି ଆହୁରି ଟିକେ ଆପଣ ଆଗକୁ ଆସିବେ ସବୁ ସାର୍ ମାନେ ମତେ ଖରାପ ଭାବୁଥିବେ ବସ 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 କହିଲା ଆସ ଆସ ପ୍ରିୟତମା ପିରତିରେ ପତା ଖେଳିବା ଆସ ଆସ ପ୍ରିୟତମା ପିରତିରେ ପଶା ଖେଳିବା ଆସ ଆସ ପ୍ରିୟତମା ପିରତିରେ ପଶା ଖେଳିବା ପଞ୍ଚମତା ନ ପଡ଼ିଲେ ଗୋଟି ଚାଳନା କରିବା ରାତିରେ ପଶା ଖେଳିବା ଆସ ମୋର ପ୍ରିୟତମା ପିରତିରେ ପଶା ଖେଳିବା ଆସ ଆସ ପ୍ରିୟତମା ପିରତିରେ ପଶା ଖେଳିବା ଆସ ମୋର ପ୍ରିୟତମା ପିରତିରେ ପଶା ଖେଳିବା बोलिए जय जय जगन्नाथ भगवान की जय कहले राई जदि सत न कहबू तते मु ब्रह्म शाप देबी राई बिचरा कोन करिवो एपटे नारदଙ୍କୁ जदि सत्य न कहबो ताले ब्राह्मणर अभिशाप पाइबो सेपटे जगन्नाथ मना करछंती राई तू काहारी की कहबुनु राई आज्ञा नारदଙ୍କୁ कहले नारद महामुनि सुन मु मो स्वामी ना कहिबी सत कोठी बाहा हिची कहिबी सत किंतु आपण प्रतिज्ञा करंतु कोठी कहिबेनी नारद महाचालक नारद आज्ञा महाचालक हला राई कह मु कोन कोठी कोन कहे अरे मु कोठी जाई कोन कहे कहि दे राई से नारद महामुनि कहूची हे नारद महामुनि मो बापा आ जगन्नाथ सेवा करि पारलेनी गोटे दिन जगन्नाथ बर जाचिले मो बापा सेठी कहिले मो झियो बर मागिबो मते बर मागिबारु मु जगन्नाथ कहली बाहा हबी बोली मो स्वामी आउ केही नुह
मो स्वामी होउछन्ती तम जगतर नाथ जगन्नाथ आ मो सासु घर होउची बड़ देउल बोलिए जगतर नाथ जगन्नाथ भगवान की जय मानव धारण करहि कारण शरण मु तुम पाद तले धारण करहि कारण शरण मु तुम पाद तले अनाथर नाथ नीलगिरी नाथ अनाथर नाथ नीलगिरी नाथ नीलाचल नाम नीलाचले मानव धारण करहि कारण शरण मु तुम पाद तले मानव धारण करहि कारण शरण मु तुम पाद तले ए चारटा पिला पे ଟିକେ ପାଇ ଦେଲା ଏ ଚାର ଜଣ ପିଲା ହଁ ହଁ ଜଗନ୍ନାଥ ମଙ୍ଗଳ କରନ୍ତୁ ନାଇଁ ଭଲ ବଜଉଛନ୍ତି ତ ଭଲ ଗାଉଛନ୍ତି ତ ଆଉ ଟିକେ ତାଳି ହଉ ପିଲା ଆଉ ଟିକେ ତାଳି ନାରଦ କହିଲେ କଣ କହିଲ ରାଇ କଣ କହିଲୁ ଜଗନ୍ନାଥଙ୍କୁ ତୁ ବାହା ହେଇଛୁ ନା ହଁ ଏଇ ଯୋଉ ସିନ୍ଦୁର ଶଙ୍ଖା ଦେଖୁଛ ଇଏ ଜଗନ୍ନାଥ ପିନ୍ଧେଇଛନ୍ତି ମୋ ଶାଶୁ ଘର ହଉଛି ବଡ ଦେଉଳ କିନ୍ତୁ ଜଗନ୍ନାଥ ମତେ ମନା କରିକି ଯାଇଛନ୍ତି ରାଇଲୋ ତତେ ବାହା ବି ସତ ତୁ କିନ୍ତୁ କା ଆଗରେ କହିବୁନି ହେ ନାରଦ ଗୋସାଇଁ ତମ ଆଗରେ କହୁ କହୁ କହିଦେଲି ତମ ଆଗରେ କହୁ କହୁ କହିଦେଲି ତମେ କାହାକୁ କହିବନି ମୋ ମା ମାନେ ମୋ ବାପା ମାନେ ଶୁଣ ସବୁ କରିବ ଘରେ କେତେବେଳେ ସ୍ତ୍ରୀ କି ଆସିକି ଗୁପ୍ତ କଥା କହିବନି ରାଗୁଛ ଭାଇ ମାନେ ଦାଦା ମାନେ ଶୁଣ ସବୁ କରିବ ସ୍ତ୍ରୀ କି ମଣିଷ ମାରିଥିବ ସ୍ତ୍ରୀ କି ଆସିକି କହିବନି ଠିକ 8 ଦିନ ପରେ ବନ୍ଧା ହବ ନିଶ୍ଚୟ ଯୁଧିଷ୍ଠିରଙ୍କୁ ଅଭିଶାପ ଦେଇଛନ୍ତି ଧର୍ମରାଜ ଯୁଧିଷ୍ଠିରଙ୍କୁ ଅଭିଶାପ ଦେଇଛନ୍ତି ଯେ ନାରୀ ମାନଙ୍କ ପେଟରେ ଲୁଣ ମିଞ୍ଜିବନି ସେ ତ ଯେମିତି ହେଲେ କହିଦେବେ ଶୁଣିବ କଣ ଅଭିଶାପ ଦେଇଛନ୍ତି ଶୁଣିବ କର୍ଣ୍ଣ ଯେତେବେଳେ କରିଗଲେ ଧର୍ମରାଜ ଯୁଧିଷ୍ଠିର ସମସ୍ତଙ୍କୁ ଯେତେବେଳେ ପାଣି ଟେକିଲେ ସେଇଠି ତାଙ୍କ ମା ଆରେ ଯୁଧିଷ୍ଠିରଙ୍କ ମାଙ୍କ ନାଁ କଣ ସବୁ ଜାଣିଛ ଆଉ କଣ କୁନ୍ତି କହିଲେ ଯୁଧିଷ୍ଠିର ରେ ତୋର ଆଉ ଗୋଟିଏ ଭାଇ ପାଇଁ ଟିକେ ଜଳ ଟେକି ଦେ ସେଇଠି ଯୁଧିଷ୍ଠିରଙ୍କ ହାତରୁ ପାପି ଖସି ପଡିଲା ମା କଣ କହିଲ ନା ତୋର ଗୋଟିଏ ଭାଇ ମରି ଯାଇଛି ତା ପାଇଁ ଟିକେ ପାଣି ପାତ୍ରି ଟେକି ଦେ ନା ମୋ ଭାଇ କିଏ ଆମେ ତ 5 ଭାଇ ଅଛୁ ଆଉ ମୋ ଭାଇ କିଏ ନା କର୍ଣ୍ଣ ତୋର ଗୋଟେ ଭାଇ 5 ଭାଇ ଯାକ ଆପାତ ହେଇଗଲେ ଯୁଧିଷ୍ଠିର କହିଲେ ମା କଣ କହିଲ କର୍ଣ୍ଣ ମୋର ଗୋଟେ ଭାଇ ତମେ ଆଗରୁ କହିଲନି କାହିଁକି ଆମେ 6 ଭାଇ ହେଇଥାନ୍ତୁ ଆମେ ଆଜି 6ଟା ଭାଇ ହେଇଥାନ୍ତୁ କଣ କଲ ତମେ ନା ପୁଅରେ ଅବାଡୁଅ ବେଳେ ମୁଁ ଯେତେବେଳେ ବାହା ହେଇନଥିଲି ମୁଁ ଅବାଡୁଅ ବେଳେ କର୍ଣ୍ଣକୁ ଜନ୍ମ କରିଥିଲି ଏ ପାପ କଥାଟା ପୁଅ ଆଗରେ କେମିତି କହିଥାନ୍ତି ଏ ପାପ କଥାଟା ପୁଅ ଆଗରେ କେମିତି କହିଥାନ୍ତି ସେଇଠି ଧର୍ମରାଜ ଯୁଧିଷ୍ଠିର ଅଭିଶାପ ଦେଲେ ମା କହିଥିଲେ କଣଟେ ହେଇଯାଇଥାନ୍ତା ତମେ କହିଥିଲେ ଆଜି କର୍ଣ୍ଣ ଭଳିଆ ଯୋଦ୍ଧା ବଞ୍ଚିଥାନ୍ତା
तेणु मु आज तुम समग्र नारी जाति की अभिशाप दउची तुम पेटरे आज कौन सी कथा लुचिकी रहिबनी तमे जेने तेने प्रकारे जोठी हो कहि दबो बोलिए जगतर नाथ जगन्नाथ भगवान जय सुदाम भाई काली के ही आसीने हो मामा गलालो हां मो मां मान लगी मोर पावर रागिलो मोबरे रागिबनी जा सत्य मु कहू अने टंका 10,000 जदी आनी की स्त्री की देथु कहू ए ऑफिस रे आसी लांच जने 10,000 देला त देइची रखी दा काहू कहू ना तम मुंडो छुची काहू कहू जेमिति आज्ञा सकाळ पाइबो खाली हे कथा तो पेटरे बुडु बुडु होउतबो से कहिबो बोली कोन ता दीदी के आगो फोन करियो तारी दीदी की तो दीदी जाइनु तू काहा कहबुनु हमरो ये काली 10,000 चोरई के आनी सुदी सिए कोन करियो दीदी मने मने रागुथिबो किछु कहू नथिबो तो देखिलो ता स्वामीटा चोरई की चलाखिया कहि धरि पळे आउची ये हमरो एटा किछि जानु सिए जे जाय के ऑफिस रे आसीबो ता स्वामी कहबो देखिलोटी सामनर जुआई 10,000 मारी के आनी तमे ओटे किछि नु आज्ञा से लोक जीव जाकी ऑफिस रे कहबो जानिचो मो सडू 10,000 लांच आनीथिला एंती कथा है कि पुलिस बाकू जीव बंधा भूल बुझिबनी मते रागीबनी पर मां माने राई पेट रे आ लुण में दिलानी टी हस तम मुहर टी हस न देखले भल लागे हां राई पेट रे आ लुण में दिलानी राई नारद न कहि देला नारद कहले मु पुओ कहा कहबिनी नारद बतई देले राई की कहले राई ए सिंदूर कहारो ना जगन्नाथ ना बाहाई जिके ना जगन्नाथ ना तो सासु घर कोटा ना बड़ देउळ तू ताहले रहिबा कथा कोठी ना बड़ देउळ रे ना इठे कोन बाप घर करछु ना इ लो उपा लक्ष्मी मते बाड़ी पकेबे मुसबी ना केही किछि करिबेनी तते जेहेतु जगन्नाथ बाहाई चंती तू तांको स्त्री जा बड़ देउळ को काम करिवो बोलिए जगतर नाथ जगन्नाथ भगवान की जय शोभा बड़सी धार पेश हे राधा ईसा शोभा बड़सी धार पेश हे राधा ईसा नृत्यंती देवदासी सदा सत्य तुलसी नृत्यंती देवदासी हरि बोल हरि बोल हरि बोल सत्य तुलसी पहुड़िबे कमला विलास हे राधा ईसा शोभा बड़सी धार पेश हे राधा ईसा शोभा बड़सी धार पेश हे राधा ईसा शोभा बड़सी धार पेश हे राधा ईसा बतई देले राई की कहले राई जा तू तो सासु घर काम करू जा जा हबो देखिया ना नारद आपण बुझिबे तो ना हां तू जाऊ ना ना जाई कोन करबी ना लक्ष्मी जेंदे राती 4 रे उठी घर घर काम करची सासु घर जेंदे झियो काम करे तू सेमती काम करबी आया राई ता पर दिन भोरु भोरु जाई की मंदिर रे हाजर बुझले कि लक्ष्मी उठिया पूर्वरु राई सब तक बासी पाइटी घर काम बड़ देउळ सब सफा सुतरा कर दैछि लक्ष्मी पचारले कहले अरे किए किरे मो दासी किए मोर एमिति गोटे दासी अछि राति न पाउनु सब काम कर दउछि सब दासी मान डाकिले दासी मान पचारिले सब दासी मान अनानी हेले कहले नाही तो आमे केहि नुह लक्ष्मी कहले हौ ताले ठीक अछि राति पाउ आजी रातिटा मु आउ सोइबी किए से आसी मो घर काम करूची मु ताकू धरि
आज्ञा राति पाइनी राई आसिकी जेतेबे घर द्वार ओळाउली आरंभ करि देला लक्ष्मी धरी पकेले हातटाकू बोलिए जगतर नाथ जगन्नाथ भगवान की जय। अले तू किए तू कुआडे ठिकाइछु तू काहे राति अधारु आसी मो घर द्वार सफा करछु मोर कोन के नाहंदी मोर पर दासी चाकर पूजारी केते लागिछदी तोर कोन वाला मो घर द्वार आसी पूजा करछु राई कला मा इटा पर मो सासु घर ना सासु घर काहागो बाहाई तू ना मा रागीबनी तो ना नाई ना तोमरी स्वामी की बाहाईची बोलिए जगतर नाथ जगन्नाथ भगवान जय। दीन बंधु दई तारी दुख नाम हरि दीन बंधु दई तारी दुख नाम हरि हेल की निष्ठुर चित्त हेल की निष्ठुर चित्त नीला बंधु दई तारी दुख नाम हरि दीन बंधु दई तारी दुख नाम हरि दीन बंधु दई तारी। लक्ष्मी कहले कौन कहलु मो स्वामी की तू बाहाईछु ना हां तमरी स्वामी की मु बाहाईछि ना केमिति ना सत तू मो स्वामी की बाहाईछु ना तू मिछ कहूचु ना नाई मा गोटिए दिन जगन्नाथ महाप्रभु मो पाखकु जाइथिले मते दर्शन देबा पई मु तांकु मागिथिली प्रभु आपण मो स्वामी होंतु प्रभु सत्य करि दैथिले बाध्य होई मते बाहा हेकि आसिले मु तांको स्त्री तेनु आपणकर जेतिकी अधिकार अछि घरे बड़ देउल रे मोर भी सेतिकी अधिकार अछि बड़ देउल रे बोलिए जगतर नाथ जगन्नाथ भगवान की आज्ञा लक्ष्मी आउ राईर महालक्ष्मी कहउछंती नंदी घोषकु आसीबनी आउ जमा आर रथकु महालक्ष्मी कहउछंती नंदी घोषकु आसीबनी आउ जमा आर रथकु नदी न पाई तुमे गले नहीं नदी न पाई तमे गले नहीं मु अनपर शिवी कहा केणे घेरी जाऊ जानी ताकरी मन केउथिरे खुशी मो प्राण धन ओ मुसी न जानी ताकरी मन केउथिरे खुशी
ପଡ଼ିଲେ ପ୍ରଭୁଙ୍କ ପାଦ ସେ ଚକା ଆଖିରେ ଆସେ ନା ନିଦ ନିଦ ନ ଆସିଲେ ସେ ଚକା ଆଖିରେ ନିଦ ନ ଆସିଲେ ସେ ଚକା ଆଖିରେ ସେ ଅଝଟ କରିବେ କାହାକୁ କିଣି ଘେନି ଯାଉଛ ଜଗନ୍ନାଥଙ୍କୁ କିଣି ଘେନି ଯାଉଛ ଜଗନ୍ନାଥଙ୍କୁ ମହାଲକ୍ଷ୍ମୀ କହୁଛନ୍ତି ନନ୍ଦୀ ଘୋଷକୁ ଆସିବନି ଆଉ ଜମା ରଥକୁ ଅଭଡ଼ା ରାନ୍ଧିବି ଆଉ କାପାଇ ପଡ଼ଖିଆ ଯଦି ପାଖରେ ନାହିଁ ଅଭଡ଼ା ରାନ୍ଧିବି ଆଉ କାପାଇ ପଡ଼ଖିଆ ଯଦି ପାଖରେ ନାହିଁ ଷାଠିଏ ପଉଟି 56 ଭୋଗ କାହା ସାଥେ ବସି କରିବି ଭାବ ପାଟ ପିତା ପରି ଚନ୍ଦନ କସ୍ତୁରୀ ପାଟ ପିତା ପରି ଚନ୍ଦନ କସ୍ତୁରୀ ମୁଁ ସୁବେଶ କରିବି କାହାକୁ କିଣି ଘେନି ଯାଉଛ ଜଗନ୍ନାଥଙ୍କୁ କିଣି ଘେନି ଯାଉଛ ଜଗନ୍ନାଥଙ୍କୁ ମହାଲକ୍ଷ୍ମୀ କହୁଛନ୍ତି ନନ୍ଦୀ ଘୋଷକୁ ଆସିବନି ଆଉ ଜମା ଆର ରଥକୁ ମହାଲକ୍ଷ୍ମୀ କହୁଛନ୍ତି ନନ୍ଦୀ ଘୋଷକୁ ଆସିବନି ଆଉ ଜମା ଆର ରଥକୁ ନଦିନ ପାଇଁ ତମେ ଗଲେ ନେଇ ନଦିନ ପାଇଁ ତମେ ଗଲେ ନେଇ ମୁଁ ଅନପରସିବି କାହାକୁ କିଣି ଘେନି ଯାଉଛ ଜଗନ୍ନାଥଙ୍କୁ 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 କିଣି ଘେନି ଯାଉଛ ଜଗନ୍ନାଥଙ୍କୁ। ମହାପ୍ରଭୁ ମଙ୍ଗଳ କରନ୍ତୁ ଆପଣମାନଙ୍କର। ରାଇ ଆଜି ମାଙ୍କୁ କହୁଛି, ମା ଆପଣ ନଥିଲା ବେଳେ ମହାପ୍ରଭୁ ଜଗନ୍ନାଥ ମତେ ବିବାହ କରିଛନ୍ତି ମା। ତେଣୁ ଆପଣଙ୍କର ଯେତିକି ଅଧିକାର ଅଛି ମୋର ମଧ୍ୟ এই মন্দিরের সেতিকি অধিকার আছে। এমিতি পাটিতুণ্ড ভিতরে বড় ঠাকুরঙ্কর নিদ ভাঙ্গিগলা। বড় ঠাকুর আসি পৌঁছলে ডাক পকাইলে কন্হেই কি কলে কন্হেই কুয়াড়ে গলু? আসিলু আসিলু দেখিলু এ বড় দেউଳରେ কিଏ পাটি করছি। ଜଗନ୍ନାଥ ଆଜ୍ଞା ଯାଇକି ପହଞ୍ଚିଲେ, ଦେଖିଦେଲେ ରାଇ କିଏ ରେ ହେ ମୋ ଘର ଭାଙ୍ଗିଦେଲା ରେ। ତତେ ବା ମନା କରିଥିଲି ଆସିବାକୁ, କୁଆଡେ ଆଇଲୁ? ନା ପ୍ରଭୁ ମୋର କିଛି ଦୋଷ ନାହିଁ, ନାରଦ ମହାମୁନି ମତେ ବତେଇ ଦେଲେ ମୋ ଘର ହଉଛି ଆପଣଙ୍କ ଘର, ମୁଁ ଏଇଠି ରହିବି ପ୍ରଭୁ, ମତେ ଦୟା କରନ୍ତୁ। ମୋ ମା ମାନେ ସେଇଠି ବଡ ଠାକୁର ଜଗନ୍ନାଥଙ୍କୁ ପଚାରିଲେ, କହିଲେ କହ୍ନେଇ ଏ ବଡ ପଣ୍ଡାର ଝିଅ ଯାହା କହୁଛି ସତ୍ୟ କହୁଛି ନା? ହଁ ପ୍ରଭୁ, ଆକୁ ଦିନେ ମୁଁ ଯାଇକି ଲୁଚି ଲୁଚି ବାହା ହେଇଥିଲି, ଆକୁ ଦିନେ ଯାଇକି ମୁଁ ଲୁଚି ଲୁଚି ବାହା ହେଇଥିଲି। ମୋ ଭକ୍ତର ମାନ ରକ୍ଷା କରିବା ପାଇଁ ଆକୁ ବାହା ହେଇଥିଲି। ସେଇଠି ନାରଦ କହିଲେ, କହିଲେ ପ୍ରଭୁ ଯଦି ଆପଣ ବାହା ହେଇଛନ୍ତି
আকু জগତ ଆପଣଙ୍କ ସ୍ତ୍ରୀ ବୋଲି କେମିତି ଜାଣିବ? ସେଇଠି ବଡ ଠାକୁର ବଡ ଭାଇ ହିସାବରେ ନିଷ୍ପତ୍ତି ଦେଲେ, ଲକ୍ଷ୍ମୀ ଭକ୍ତର ମାନ ରକ୍ଷା କରିବା ପାଇଁ ଜଗା ଏଇଆ କରିଛି, ତୁ ରାଗିବୁନୁ କି ମନ ଦୁଃଖ କରିବୁନୁ। ଗୋଟିଏ ମାସ ରାଇ ଜଗନ୍ନାଥଙ୍କୁ ତା ସ୍ୱାମୀ ରୂପରେ ପାଇବ। ନା ପ୍ରଭୁ କେବେଠୁ? ନା ଆଶ୍ୱିନ ମାସର ଏକାଦଶୀ ଦିନ ଠାରୁ। ଯୋଉଦିନ ଆଶ୍ୱିନ ମାସର ଦଶହରା ପରଦିନ ଯୋଉ ଏକାଦଶୀ ପଡେ, ସେଇ ଏକାଦଶୀ ଦିନ ଠାରୁ ଆପଣଙ୍କର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଯୋଉ ଦଶମୀ ପଡିବ, ସେଇ ଦଶମୀ ପର୍ଯ୍ୟନ୍ତ ଜଗନ୍ନାଥ କାର୍ତ୍ତିକ ମାସରେ ତାଙ୍କ ନାଁ ହଉଛି ଦାମୋଦର। ରାଇ ଜଗନ୍ନାଥଙ୍କର ସ୍ତ୍ରୀ ହେଇ ସମଗ୍ର ଜଗତରେ ପୂଜା ପାଇବ। ସମସ୍ତେ ତାକୁ ରାଇ ଦାମୋଦର ବେଶରେ ଦର୍ଶନ କରିବେ। ବୋଲିଏ ଜଗତର ନାଥ ଜଗନ୍ନାଥ ଭଗବାନ ଜୟ। ଆରେ ବାବୁ ଶ୍ୟାମ ଘନ ତୁ ଗଲେ ମଧୁଭୁବନ, କାହା ମୁଖ ଅନାଇବ ଯିବି। হে বদ সদিগ শূন্য অস্থির হেব জীবন, মিশিবি বসরে ছুরু জীবিরে জীবধন। জীবন বিহুনে যেনে চাষ, রাজা বিহ্নে যেনে গ্রাম দেশরে জীবধন। জীবন বিহুনে যেনে চাষ। बोलिए जय जय जगन्नाथ भगवान की। मां माने जानिले आपण माने काहेकि जगन्नाथ महाप्रभु आपणकर छिड़ा होइछन्ती ए कार्तिक मासरे गोटे धूप लागि हे जगन्नाथ बकरे जा ना होछि बालो धूप। जने भक्त प्रताप रुद्रदेव राजा थांती, गजपति प्रताप रुद्रदेव समय कथा। गोटे दिन गजपति आज्ञा जगन्नाथ को दर्शन करने जाइए। बड़देउल नियम अच्छी, जदि गजपति केतेबेले जिबे जगन्नाथ मथारू तुलसी आनिकी गजपति को दिया हो पूरा कपाल। तलुछ महापात्र सेतेबेले जगन्नाथ सेवा करथांती संध्या बेला समय। राजा जतले जाकी पहुंचले सेतेबेले को तलुछ महापात्र आज्ञा करछंती भक्त मानक तुलसी दे दैछंती आ जगन्नाथ कपाल रे नाही। कौन करिवे? राजा आसले जेमिति हेले तुलसी दବାକୁ पड़िबो। आपण देखिबे सब पुरी रे पंडा पुआ माने सब मुंड पछपट गोटे जट्टा बार करथानी। जट्ट अरे जट्ट थाई जानि ना नहीं, से जट्टरे तांगर तुलसी बंधाई थाई। जदि तुलसी बंधाई नथिले से जगन्नाथ को भोग लागि कर परिबे मारा है। मोर भाई माने बापा माने निवेदन करी से कपाल रे जो तुलसी लगी थिला से तुलसी की भयरे आनी की राजा को हाथ रे देले। राजा से तुलसी टिकरी गले राजनगर रे देखिले तुलसी भितरे चुटी लगी, तुलसी भितरे बाल लगी। रागी गले प्रताप रुद्रदेव कले देउल भितरे कौन करछ रे?
ଜଗନ୍ନାଥଙ୍କର ମୁଣ୍ଡରେ କୋଉଦିନଠୁ ବାଳ ହେଲାଣି? ଏ ତୁଳସୀରେ କଣ ବାଳ ଲାଗିଛି? ଯା ତଳୁଛ ମହାପ୍ରଭୁଙ୍କୁ କହିବ ଜଗନ୍ନାଥଙ୍କର କୋଉଠି ବାଳ ଅଛି ମତେ ଦେଖେଇବ, ନହେଲେ ସକାଳ ପାଇଲେ ତା ମୁଣ୍ଡ କାଟ କରାହବ। ବୋଲିଏ ଜଗତର ନାଥ।